ଶ୍ରୋତାବନ୍ଧୁ ବିଶ୍ୱବନ୍ଦ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ କୋଟି କୋଟି ଓଡ଼ିଆଙ୍କ ପ୍ରାଣ ସୁନା ଗୋସେଇଁ ସେ ବର୍ତ୍ତମାନ ରଥାରୂଢ଼। ଆମେ ସମସ୍ତେ ଜାଣେ ଯେ ରଥେତ୍ୱଂ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ। ମହାପ୍ରଭୁଙ୍କ ରଥଯାତ୍ରା ପାଖେଇ ଆସୁଛି। ଆଜି ମହାପ୍ରଭୁଙ୍କୁ ନେଇ ଏକ ସୁନ୍ଦର ଆଲୋଚନା, ଯାହାର ରଚୟିତା ହେଉଛନ୍ତି ବିଶିଷ୍ଟ ଆଲୋଚକ ଶ୍ରୀଯୁକ୍ତ ଅର୍ଜୁନୀ ଚରଣ ବେହେରା, ଯାହାଙ୍କର ଆଲେଖର ଶୀର୍ଷକ ହେଉଛି ସୁନା ଗୋସେଇଁ। ଲେଖକ ଶ୍ରୀଯୁକ୍ତ ଅର୍ଜୁନୀ ଚରଣ ବେହେରା। ସେଦିନ ବଡ଼ ଦେଉଳରେ ପହଡ଼ ପଡ଼ିବା ସମୟ ହୋଇ ଆସୁଥାଏ, ଆଉ ଅଳ୍ପ ସମୟରେ ମନ୍ଦିର ମୁଦ ହେବ। ଗୋସେଇଁ ଶ୍ରୀ ପୟର ମାଳ ଖଣ୍ଡିଏ ଧରି ଦେଉଳ ଆଡ଼କୁ ଧପାଲିଥାନ୍ତି, ମାଳାଟିକୁ ପ୍ରଭୁଙ୍କ ବଡ଼ ସିଂହାରରେ ଲାଗି କରିବେ ବୋଲି। ସିଂହଦ୍ୱାର ଡେଇଁ 22 ପାହାଚ ଓ 7 ପାହାଚ ଚଢ଼ି ଗୋସେଇଁ ପୋଖରିଆ ଭିତରେ ପଶିବାକୁ ଯାଉଛନ୍ତି। ପହଡ଼ ପଡ଼ିଗଲା। ଦେଉଳ ମୁଦା ଦେଇ ଫେରୁଥିବା ଜଣେ ସେବକ ଗୋସେଇଁଙ୍କୁ ଦେଖି ପକାଇ କହିଲେ, ଗୋସେଇଁ, ବିଳମ୍ବ କରିଦେଲ କିଆଁ? ତୁମର ଏ ମାଳ ଖଣ୍ଡକ ଆଉ ଲାଗି ହୋଇ ପାରିବ ନାହିଁ। ସକାଳ ପହରୁ ଲାଗି ବଡ଼ ଶ୍ରଦ୍ଧାରେ ସେ ମାଳାଟି ପ୍ରସ୍ତୁତ କରିଥିଲେ, ଅଥଚ ମାଳାଟି ମହାପ୍ରଭୁଙ୍କ ଶ୍ରୀପ୍ରୟରେ ଲାଗି ହୋଇ ପାରିଲା ନାହିଁ। ଗୋସେଇଁ ମନ ଦୁଃଖରେ ଫେରି ଆସିଲେ। ମନେ ମନେ ଭାବି ଚାଲିଥାନ୍ତି, ସାନ୍ତେ କ'ଣ ରୁଷ୍ଟ ହେଇଗଲେ କି? ପ୍ରିୟ ଭକ୍ତ ତାଙ୍କର ଲେଉଟିଗଲା, ଏ କଥା ପ୍ରଭୁ ସହିପାରନ୍ତେ କିପରି? ମହାପ୍ରଭୁଙ୍କ ଆଖିରେ ଆଉ ପଲକ ପଡ଼ୁନଥାଏ। ଭକ୍ତ ବେଦନା ଭାବଗ୍ରାହୀଙ୍କ କାନରେ ବାଜିଲା। ସେ ରତ୍ନବେଦୀ ଛାଡ଼ି ବାହାରି ଆସିଲେ ଗୋସେଇଁଙ୍କୁ ଖୋଜି ଖୋଜି। ଗୋସେଇଁ କାନ୍ଦ କାନ୍ଦ ହୋଇ ଘରମୁହାଁ ହୋଇଥାନ୍ତି। ପଶ୍ଚିମ ଦ୍ୱାର ଅଳିନ୍ଦରୁ କାଳିଆ ବ୍ରାହ୍ମଣ ଜଣେ ଆସି ତାଙ୍କ ବାଟ ଓଗାଳି କହିଲା, କି ହୋ ଗୋସେଇଁ, କାନ୍ଦି କାନ୍ଦି ଯାଉଛ କିଆଁ? କାଳିଆ ଦୁଆରୁ କେହି କ'ଣ କେବେ କାନ୍ଦି କାନ୍ଦି ଫେରନ୍ତି? ଗୋସେଇଁ କହିଲେ, ଆଉ କ'ଣ କରିବି ଯେ, କାଳିଆ ତ ମୋ ମନ ରଖିଲା ନାହିଁ। ଲାଗି କରିବାକୁ ମାଳ ଗୋଟିଏ କେତେ ଶ୍ରଦ୍ଧାରେ ଘେନି ଆସିଥିଲି, ତାକୁ ପିନ୍ଧାଇ ପାରିବା ନୋହିଲା। ଫେରେଇ ନଉଚି, ହେଉ ତାହାରି ବଡ଼ପଣ ରହୁ। କ୍ଷୋଭରେ ଏହିପରି କହି ବ୍ରାହ୍ମଣ ଗୋସେଇଁ କଇଁ କଇଁ କାନ୍ଦି ଉଠିଲେ। କୃଷ୍ଣକାୟ ବ୍ରାହ୍ମଣ ଜଣକ ହସି ହସି କହିଲେ, ତାହେଲେ ଏମନ୍ତ କଥା। ହଉ ହେଲା, ମନ ଉଣା କଲେ ଚଳିବ। ଆସ, ପଶା ପାଲି ବାଜିଏ ପକେଇଦେବା ଯେ ମନଟା ହାଲୁକା ହୋଇଯିବ। ବ୍ରାହ୍ମଣ ଗୋସେଇଁ ତାଙ୍କ ପଛେ ପଛେ ଟାଣି ହୋଇ ଯନ୍ତ୍ରବତ୍ ଚାଲିବାରେ ଲାଗିଲେ। ଦୁହିଁଙ୍କ ଭିତରେ ପଶା ଖେଳ ହେଲା। ହେଲେ ଖେଳରେ କୃଷ୍ଣକାୟ ବ୍ରାହ୍ମଣ ହାରିଗଲେ। ଖେଳର ବାଜି ସ୍ୱରୂପ ବ୍ରାହ୍ମଣ ନିଜ ଝୁଲାରୁ ସୁନାର ଚକ୍ର ଗୋଟିଏ ବାହାର କରି ଗୋସେଇଁଙ୍କୁ ବଢ଼େଇ ଦେଇ କହିଲେ, ଖେଳରେ ତ ମୁଁ ହାରିଗଲି, ଏ ସୁବର୍ଣ୍ଣ ଚକ୍ର ଛଡ଼ା ମୋ ପାଖରେ ଆଉ କିଛି ନାହିଁ। ବାଜି ରୂପେ ତୁମେ ଏହାକୁ ଗ୍ରହଣ କର। ଗୋସେଇଁ ଥତମତ ହୋଇ ସୁନା ଚକ୍ରଟିକୁ ଗ୍ରହଣ କରି ଚାଲିଲେ। କିଛି ବାଟ ଯାଇ ସେ ମାଳ ଓ ଚକ୍ରକୁ ମୁଣ୍ଡ ତଳେ ରଖି ଶୋଇପଡ଼ିଲେ। ତହିଁ ପରଦିନ ପ୍ରଭାତରୁ ଦେଉଳ ମୁଦ ଖୋଲିଲା। ମଙ୍ଗଳ ଆଳତି ପାଇଁ ଭିତରଛୁ ମହାପାତ୍ର ମନ୍ଦିର ପ୍ରବେଶ କଲେ। କିନ୍ତୁ ଏ କ'ଣ, ଗତ ରାତିରେ ଯେଉଁ ମାଳଟି ଧରି ଗୋସେଇଁ ଫେରି ଯାଇଥିଲେ, ଝାଉଁଳି ପଡ଼ିଥିବା ସେଇ ମାଳାଟି ମହାପ୍ରଭୁଙ୍କ ଶ୍ରୀପୟର ପାଖରେ ପଡ଼ିଛି। ଭଣ୍ଡାର ଘରେ ଦେଖନ୍ତି ତ ସୁବର୍ଣ୍ଣ ଚକ୍ରଟି କୁଆଡ଼େ ଉଭାନ। କଥାଟା ଚାରିଆଡ଼େ ରାଷ୍ଟ୍ର ହୋଇଗଲା। ରାଜାଙ୍କ କାନରେ ଯାଇ ଖବର ପହଞ୍ଚିଲା। ଖୋଜାଖୋଜି କରି ଧରା ହେଲେ ସୁବର୍ଣ୍ଣ ଚକ୍ର ଚୋର ଗୋସେଇଁ। ଚୋରି ଅଭିଯୋଗରେ ତାଙ୍କୁ ବହେ ଛେଚି ମନ୍ଦିର ସେବକେ ତାଙ୍କୁ ଆଣି ରାଜାଙ୍କ ସମ୍ମୁଖରେ ହାଜର କଲେ। ରାଜଦଣ୍ଡ ଭୟରେ ଗୋସେଇଁ କାନ୍ଦି କାନ୍ଦି ମହାପ୍ରଭୁଙ୍କୁ ଆକୁଳ ନିବେଦନ କରୁଥାନ୍ତି, ହଉରେ କାଳିଆ, ଶ୍ରୀପୟର ମାଳ ତ ନେଲୁ ନାହିଁ, ଶେଷକୁ ଚୋର ବୋଲି ବନ୍ଧେଇ ଦେଲୁ। ଭକ୍ତର ଆର୍ତ୍ତ ଆରତ ନାଶନ ମହାପ୍ରଭୁ ଶୁଣିଲେ। ରାଜାଙ୍କୁ ସ୍ୱପ୍ନାଦେଶ ଦେଲେ, ହେ ରାଜା, ବିନା ଦୋଷରେ କିମ୍ପାଇଁ ମୋ ଭକ୍ତକୁ ଦଣ୍ଡ ଦେଉଛୁ? ଗୋସେଇଁ ଚୋର ନୁହେଁ, ସେ ମୋର ପରମ ଭକ୍ତ। ଅବିଳମ୍ବେ ତାଙ୍କୁ ମୁକ୍ତ କର। ଠାକୁର ରାଜା ଗୋସେଇଁ ମହାଶୟଙ୍କୁ ନିଉଛାଳି ହୋଇ କୋଳେଇ ନେଇ କହିଲେ, ମଣିମା ତୁମକୁ ସୁବର୍ଣ୍ଣ ଚକ୍ର ଦେଇଥିଲେ, ଏଣୁ ଆଜିଠୁ ତୁମ ନାଁ ହେଲା ସୁନା ଗୋସେଇଁ। ଖଞ୍ଜା ଗଲା ମଠ ବାଡ଼ି, ଯୋଡ଼ା ଗଲା ସ୍ୱତନ୍ତ୍ର ସୁନା ଗୋସେଇଁ ସେବା। ସେବେଠାରୁ ସୁନା ଗୋସେଇଁ ସମ୍ପ୍ରଦାୟର ବ୍ରାହ୍ମଣମାନେ
ତତ୍ତ୍ୱାବଧାରକ ହୋଇ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ପାଇଁ ସ୍ନାନ ପୂର୍ଣ୍ଣିମା ଦିନ ସୁନା କୂଅରୁ 108 ଗରା ଜଳ ଯୋଗାଇଥାନ୍ତି। ଏହି ସୁନା ଗୋସେଇଁ ସମ୍ପ୍ରଦାୟର ଯୋଡ଼ିଏ ମଠ ଅଛି। ସୁନା ଗୋସେଇଁ ମଠ, ଅନ୍ୟଟି ଦର୍ପ ନାରାୟଣ ମଠ। ଏମାନେ ମହାପ୍ରଭୁଙ୍କ ସେବାରେ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ସୁନା ଗୋସେଇଁ ସେବା ଭିତରେ କେଇଟି ପ୍ରମୁଖ ସେବା ହେଉଛି ବନକ ଲାଗି ବେଳେ ସିଂହାସନ ତୈଳ ମାର୍ଜନା, ଚନ୍ଦନ ଲାଗି ବେଶ ପାଇଁ ଅଳକା ଯୋଗାଣ, 42 ଦିନ ଚନ୍ଦନ ଲାଗି ସମୟରେ ଶ୍ରୀ ଛାମୁରେ ଆଲଟ ବ୍ୟଜନ, ବଡ଼ ସିଂହାର ବେଶ ନିମନ୍ତେ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀପୟର ମାଳ ଯୋଗାଣ, ସ୍ନାନ ପୂର୍ଣ୍ଣିମାରେ ମା ଶୀତଳାଙ୍କ ସମ୍ମୁଖରେ ଥିବା ସୁନା କୂଅରୁ ଜଳ ଯୋଗାଣ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ସୁନା ଗୋସେଇଁ ଶୀର୍ଷକ ଏକ ସୁନ୍ଦର ଆଲୋଚନା, ଏକ ପୌରାଣିକ କିମ୍ବଦନ୍ତୀମୂଳକ କଥା, ଯାହାର ରଚୟିତା ଶ୍ରୀଯୁକ୍ତ ଅର୍ଜୁନୀ ଚରଣ ବେହେରା। ସୁନା ଗୋସେଇଁ ପ୍ରକୃତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହୃଦୟର ଏକ ସୁବର୍ଣ୍ଣମୟ ରୂପ। ଆଜିର এই ଆଲୋଚନାଟି, ଆଲେଖଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।